ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ପିକନିକ୍ ବସ୍। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। କୌଣସି ବଡ଼ ଅଘଟଣ ଘଟିନଥିବା ସୂଚନା। ଦୁବଲାଗଡ଼ି ବେଳାଭୂମିକୁ ବଣଭୋଜି କରିବାକୁ ଯାଉଥିଲେ ବାଲେଶ୍ୱରର ଏକ ଘରୋଇ କମ୍ପାନୀର କର୍ମଚାରୀ। ବ୍ୟାକ୍ କରୁଥିଲା ବେଳେ ଘନ କୁହୁଡ଼ିରୁ ରାସ୍ତାକଡ଼ ନୟନଜୋରିକୁ ପଶିଯାଇଥିଲା ବସ୍। ବିଷ ବଳୟରେ ଓଡ଼ିଶା ହାଡ଼ଭଙ୍ଗା ଶୀତ ସାଙ୍ଗକୁ କୁହୁଡ଼ି ଓ ପ୍ରଦୂଷଣ ପାଇଁ ଅସ୍ତବ୍ୟସ୍ତ ଜନଜୀବନ। ସକାଳ 7টাରେ ଭୁବନେଶ୍ୱର ସବୁଠୁ ପ୍ରଦୂଷିତ ସହର। ରାଜଧାନୀରେ AQR 350 ପାର, ବାଲେଶ୍ୱରରେ 343। ଅନୁଗୁଳରେ ଲଗାତାର 2 ଦିନରେ 2 ମୁଣ୍ଡ ନେଲାଣି ଜଙ୍ଗଲୀ ଦନ୍ତା। ବଡ଼କେରା ନିକଟସ୍ଥ ଗୁରଙ୍ଗରେ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଦେଲା। ଗତକାଲି ବନ୍ତଳା ରେଞ୍ଜ ସୁନାଭୁଇଁ ସାହିରେ ଜଣେ ମହିଳାଙ୍କୁ ଦଳି ଦେଇଥିଲା ଦନ୍ତା ହାତୀ। କେନ୍ଦୁଝର ଚମ୍ପୁଆ ରେଞ୍ଜରେ ଆତଙ୍କ ଖେଳାଇଛନ୍ତି ହାତୀପଲ। ବରଗଡ଼ରେ ଜମୁଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। 8ମ ଦିନରେ କଂସଙ୍କ ଚିଟାଉ ନେଇ ଗୋପପୁରରେ ପହଞ୍ଚିଲେ ଅକ୍ରୁର। କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା ଦେଖି ସମସ୍ତେ ବିଭୋର। ଏପଟେ ସ୍ୱର୍ଗପୁରୀକୁ ଆକ୍ରମଣ କରି ଇନ୍ଦ୍ର ଓ ଯମକୁ ବାନ୍ଧିଲେ ମହାରାଜ କଂସ। ସାଙ୍ଗମାନଙ୍କ ସହ ଜିରୋ ନାଇଟ୍ କରି ଫେରୁଥିଲା ବେଳେ ଦୁର୍ଘଟଣା। ଗଞ୍ଜାମ ଆସିକା କର୍ପୂର ନୂଆଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛପଟୁ ଧକ୍କା ଦେଲା ବାଇକ୍। ଜଣେ ମୃତ। ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼। ଜଗାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଭକ୍ତ। ଲିଙ୍ଗରାଜ ମନ୍ଦିରରୁ ଘଟଗାଁ ତାରିଣୀ ସବୁ ମନ୍ଦିରରେ ଭକ୍ତଙ୍କ ଗହଳି। କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରରେ ବି ଅସମ୍ଭାଳ ଭିଡ଼। ସାରା ରାଜ୍ୟରେ କୁହୁଡ଼ି କରୁଛି କଲବଲ। କୁହୁଡ଼ି ପାଇଁ ଦିଶୁନି ସୂର୍ଯ୍ୟ ମନ୍ଦିର। ଟ୍ୱିନ୍ ସିଟିରେ ଜୀବନ ଯାତ୍ରା ପ୍ରଭାବିତ। କୁହୁଡ଼ି ପାଇଁ ବିମାନ ସେବା ବାଧାପ୍ରାପ୍ତ। 5 ମିଟର ଦୂରକୁ ହେଉନି ଦୃଶ୍ୟମାନ। କଟକ ବାଙ୍କି ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ବୋମାମାଡ଼। ଗତକାଲି ରାତିରେ ଜିରୋ ନାଇଟ୍ ସେଲିବ୍ରେସନ୍ ଚାଲିଥିଲା। ତାଳବସ୍ତ ଗାଁର ଚିନ୍ତାମଣି ବେହେରାଙ୍କ ଘର ଉପରକୁ ଆକ୍ରମଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ସନ୍ଦେହ। ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା। ନୂଆବର୍ଷରେ ବି ଚାଷୀ ଅସନ୍ତୋଷ। ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ଧାନ ଉଠୁନଥିବା ଅଭିଯୋଗ। ଶୀତ କାକରରେ ରାତି ଉଜାଗର ରହି ଧାନ ଜଗିଛି ଚାଷୀ। ନୂଆବର୍ଷର ପ୍ରଥମ ଦିନକୁ ସେଲିବ୍ରେଟ୍ କରିବାକୁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼। ସାଙ୍ଗସାଥୀ ପରିବାର ସହ ବିତାଇଛନ୍ତି ନୂଆବର୍ଷର ପ୍ରଥମ ସକାଳ। ନଦୀରେ ବୋଟିଂର ମଜା ଉଠାଇଲେ ଲୋକେ।